ସାଙ୍ଗମାନେ କାଲି ହେଉଛି ରଥଯାତ୍ରା। କୋଟି କୋଟି ଓଡ଼ିଆଙ୍କର, ପୁରା ଭାରତ ଦେଶର, ପୁରା ଏ ପୃଥିବୀର ସମସ୍ତିଙ୍କ ପାଇଁ ଗୋଟିଏ ବହୁତ ବଡ଼ ଖୁସିର ଦିନ। ମହାପ୍ରଭୁ ଜଗନ୍ନାଥ ମନ୍ଦିର ଛାଡ଼ିକିରି ଆସିବେ ତାଙ୍କ ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ। ସତରେ କେତେ ଖୁସି ତାଙ୍କ ଭକ୍ତମାନେ, କେତେ ଆଦରର ସହିତ ଅପେକ୍ଷା କରିଛନ୍ତି ତାଙ୍କ ପ୍ରଭୁଙ୍କୁ ଟିକେ ଦେଖା କରିବେ ବୋଲି। ଆଜି ଆମେ ଜାଣିବା ପ୍ରଭୁ ଜଗନ୍ନାଥଙ୍କର ଦ୍ୱାଦଶ ଯାତ୍ରାର ମହତ୍ତ୍ୱ କ'ଣ ରହିଛି। ତାଙ୍କର ଦ୍ୱାଦଶ ଯାତ୍ରାର ମହତ୍ତ୍ୱ ଜାଣିବା ଆଜି ଆମେ ଏଇ ଭିଡ଼ିଓ ମାଧ୍ୟମରେ। ଚାଲନ୍ତୁ ସାଙ୍ଗମାନେ ଆଜିର ଭିଡ଼ିଓଟି ଆରମ୍ଭ କରିବା। ସାଙ୍ଗମାନେ, ମୁଁ ବିଶ୍ୱଜିତ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଏକ ନୂଆ ଭିଡ଼ିଓରେ। ଚାଲନ୍ତୁ ସାଙ୍ଗମାନେ ଆଜିର ଭିଡ଼ିଓଟି ଆରମ୍ଭ କରିବା। ଓଡ଼ିଆର ଗର୍ବ ଶ୍ରୀ ଜଗନ୍ନାଥ। ବ୍ରହ୍ମାଣ୍ଡର ଅନନ୍ତ କାଳରୁ ରହି ଆସିଛି ପ୍ରଭୁଙ୍କ ମହିମା। ସେ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ସର୍ବଦା ବିଦ୍ୟମାନ। କୋଟି ହିନ୍ଦୁଙ୍କର ମଉଡ଼ମଣି। ତାଙ୍କ ନିକଟରେ ନାହିଁ ଉଚ୍ଚ ନୀଚ ଭାବି। କାଳିଆ ସାଆନ୍ତ ସର୍ବଦା ଭକ୍ତର ଭାବରେ ବନ୍ଧା। ଆଜି ଜାଣିବା ନୀଳାଚଳ ବିହାରୀଙ୍କ ଦ୍ୱାଦଶ ଯାତ୍ରା କ'ଣ ରହିଛି। ବର୍ତ୍ତମାନ ଶ୍ରୀ ମହାପ୍ରଭୁ ଜ୍ୱରରେ ପୀଡ଼ିତ। ବଡ଼ ଭାଇ ବଳଭଦ୍ର ଓ ସାନ ଭଉଣୀ ମା ସୁଭଦ୍ରାଙ୍କ ସହିତ ବର୍ତ୍ତମାନ ନେଉଛନ୍ତି ବିଶ୍ରାମ। ରତ୍ନ ସିଂହାସନରେ ପୂଜା ପାଉଛନ୍ତି ପଟିଦିଅଁ। ପ୍ରଥମରେ ହେଉଛି ସ୍ନାନଯାତ୍ରା। ଜ୍ୟେଷ୍ଠ ଶୁକ୍ଳ ପୂର୍ଣ୍ଣିମା ଦିନ ସ୍ନାନଯାତ୍ରାର ବା ଦେବସ୍ନାନ ଉତ୍ସବ ଅନୁଷ୍ଠିତ ହୁଏ। ସକାଳ ମଙ୍ଗଳାପୂର୍ଣ୍ଣ ପରେ ଚତୁର୍ଦ୍ଧାମୂର୍ତ୍ତି ଡୋର ଲାଗି ହୋଇ ପହଣ୍ଡିରେ ସ୍ନାନ ମଣ୍ଡପକୁ ବିଜେ କରନ୍ତି। ସେଠାରେ ମଙ୍ଗଳାଆଜିଠାରୁ ଦ୍ୱାରପାଳ ପୂଜା ଯାଏଁ ନୀତି ଅନୁଷ୍ଠିତ ହୁଏ। ଏହାପରେ ସୁନାକୂଅରୁ ଆସିଥିବା ଜଳରେ ସ୍ନାନ କରନ୍ତି। ଗଜପତି ମହାରାଜ ଛେରା ପହଁରା କରିବା ପରେ ଶ୍ରୀ ବିଗ୍ରହଙ୍କୁ ଗଜାନନ ବେଶରେ ସୁସଜ୍ଜିତ କରାଯାଇଥାଏ। ଦ୍ୱିତୀୟରେ ହେଉଛି ରଥଯାତ୍ରା। ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟ ଠାରୁ ଦଶମୀ ପର୍ଯ୍ୟନ୍ତ 9 ଦିନ ବ୍ୟାପୀ ଯାତ୍ରାକୁ ରଥଯାତ୍ରା କୁହାଯାଏ। ଚତୁର୍ଦ୍ଧାମୂର୍ତ୍ତି ପହଣ୍ଡି ହୋଇ 3 ରଥରେ ବିଜେ କରି ଭକ୍ତମାନଙ୍କ ମେଳାରେ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି। ଗୁଣ୍ଡିଚା ମନ୍ଦିରକୁ ତାଙ୍କ ଜନ୍ମବେଦୀ କୁହାଯାଏ। ଏହାପରେ ଦଶମୀ ତିଥିରେ ବାହୁଡ଼ା ଯାତ୍ରା କରି ଶ୍ରୀମନ୍ଦିରକୁ ଫେରନ୍ତି। ଏହାପରେ ରଥ ଉପରେ ଅଧର ନୀତି ଓ ସୁନାବେଶ ହୋଇଥାଏ ଏବଂ ନୀଳାଦ୍ରି ବିଜେ ଦିନ ପହଣ୍ଡି ହୋଇ ଶ୍ରୀମନ୍ଦିରକୁ ବିଜେ କରିଥାନ୍ତି ଜଗତର ନାଥ ଜଗନ୍ନାଥ। ତୃତୀୟରେ ହେଉଛି ଶୟନଯାତ୍ରା। ଆଷାଢ଼ ଶୁକ୍ଳପକ୍ଷ ଏକାଦଶୀ ଦିନ ଶୟନଯାତ୍ରା ଅନୁଷ୍ଠିତ ହୋଇଥାଏ। ରଥର ଯାତ୍ରା କରି ମହାପ୍ରଭୁ ଶରୀର ପୀଡ଼ାରେ ପୀଡ଼ିତ ହୋଇଥାନ୍ତି। ତେଣୁ ନିଜର କଷ୍ଟ ଦୂର କରିବା ପାଇଁ ମହାପ୍ରଭୁ ଆଷାଢ଼ ପୂର୍ଣ୍ଣିମାରେ ଶୟନ କରନ୍ତି। ଏହି ଦିନ ଭଣ୍ଡାର ଘରୁ 3 ମୂର୍ତ୍ତି ଶୟନ ଠାକୁର 3 ବାଡ଼କୁ ବିଜେ କରନ୍ତି। ବଳଭଦ୍ର ଠାକୁର ବାସୁଦେବ, ସୁଭଦ୍ରାଙ୍କ ଭୁବନେଶ୍ୱରୀ ଓ ଶ୍ରୀଜଗନ୍ନାଥଙ୍କର ନାରାୟଣ। ଏହି ଶୟନ ଠାକୁରମାନେ 3 ବାଡ଼ରେ ଶ୍ରୀଅଙ୍ଗ ଲାଗି ହେବା ପରେ ହରିଶୟନ ଉତ୍ସବ ପାଳିତ ହୁଏ। ଶ୍ରୀମନ୍ଦିରର ଏହି ଉତ୍ସବ 4 ମାସ ପାଳନ ହୁଏ। ଚତୁର୍ଥରେ ଦକ୍ଷିଣାୟନ ଯାତ୍ରା। କର୍କଟ ସଂକ୍ରାନ୍ତି ଦିନ ଏହି ଯାତ୍ରା ଅନୁଷ୍ଠିତ ହୁଏ। ଶ୍ରୀମନ୍ଦିରରେ ସକାଳ ଧୂପ ଓ ଭୋଗ ମଣ୍ଡପ ସରିବା ପରେ ମଇଲମ, ମହାସ୍ନାନ, ବୈରାଣୀ, ଲୁଗା ଲାଗି, ଶ୍ରୀଅଙ୍ଗରେ ପ୍ରସାଦ ଲାଗି, ଅନ୍ନବଳି ଓ ବନ୍ଦାପନା ଆଦି କେତେକ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ। ପଞ୍ଚମରେ ହେଉଛି ପାର୍ଶ୍ୱ ପରିବର୍ତ୍ତନ ଯାତ୍ରା। ଭାଦ୍ରବ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ପାର୍ଶ୍ୱ ପରିବର୍ତ୍ତନ ଯାତ୍ରା ଅନୁଷ୍ଠିତ ହୁଏ। ଶ୍ରୀମନ୍ଦିର ବଲ୍ଲଭ ବଡ଼ ସିଂହାର ଭୋଗ ପରେ କର୍ପୂର ଆଳତି ହୋଇ 3 ଶୟନ ଠାକୁରଙ୍କ
କଡ଼ ଲେଉଟା ହୋଇ ପାର୍ଶ୍ୱ ପରିବର୍ତ୍ତନ କରାଯାଏ। ଠାକୁରଙ୍କ ଦକ୍ଷିଣ ଦିଗକୁ ରଖିବାକୁ ମୁହଁ ଦିଗକୁ ହୁଏ। ଷଷ୍ଠରେ ହେଉଛି ଦେବ ଉତ୍ଥାପନ ଯାତ୍ରା। ଶ୍ରୀହରି ଉତ୍ଥାପନ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ହୋଇଥାଏ। ବାଳଧୂପ ଶେଷ ହେବା ପରେ ମହାପ୍ରଭୁଙ୍କ ବନ୍ଦାପନା କରାଯାଏ। ମହାସ୍ନାନ ପରେ ଚନ୍ଦନ ଲାଗି, ନୂଆ ଲୁଗା, ମାଳ ଫୁଲ ଲାଗି ହୋଇଥାଏ। ଏହାପରେ ଅଳଙ୍କାର ଲାଗି ହୋଇଥାଏ। ବଲ୍ଲଭ ବଡ଼ସିଂହାର ପରେ ସ୍ୱୟଂ ଠାକୁରମାନେ ଭଣ୍ଡାର ଘରକୁ ବିଜୟ କରନ୍ତି। ସପ୍ତମରେ ହେଉଛି ପ୍ରାବରଣ ଯାତ୍ରା। ମାର୍ଗଶିର ମାସ ଶୁକ୍ଳପକ୍ଷ ଷଷ୍ଠୀ ଦିନ ଶ୍ରୀବିଗ୍ରହମାନଙ୍କର ଘୋଡ଼ ଲାଗି ନୀତି ଅନୁଷ୍ଠିତ ହୋଇଥାଏ। ବସନ୍ତ ପଞ୍ଚମୀ ଦିନ ଯାଏ ମହାପ୍ରଭୁ ଘୋଡ଼ ଲାଗି ବେଶ ହୁଅନ୍ତି। ଏହାକୁ ପ୍ରାବଣର ଯାତ୍ରା କୁହାଯାଏ। ଅଷ୍ଟମରେ ହେଉଛି ପୁଷ୍ପାଭିଷେକ ଯାତ୍ରା। ପୌଷ ପୂର୍ଣ୍ଣିମାରେ ମହାପ୍ରଭୁଙ୍କର ରାଜ୍ୟାଭିଷେକ ହୋଇଥାଏ। ଏହି ଦିନ ଶ୍ରୀ ଜଗନ୍ନାଥ ରାମଚନ୍ଦ୍ର ଭାବରେ ଅଭିଷିକ୍ତ ହୁଅନ୍ତି। 108 ଗଡ଼ୁ ଅଭିମନ୍ତ୍ରିତ ଜଳ ଲାଗି ଅଭିଷେକ ହୁଏ ଓ ସେହିଦିନ ରତ୍ନ ସିଂହାସନରେ ସୁନାବେଶ ହୋଇଥାଏ। ନବମରେ ହେଉଛି ଉତ୍ତରାୟଣ ଯାତ୍ରା। ମକର ସଂକ୍ରାନ୍ତି ଦିନ ଉତ୍ତରାୟଣ ଯାତ୍ରା ହୋଇଥାଏ। ସେହିଦିନ ନୂଆ ଚାଉଳରେ ମକର ଚାଉଳ ପ୍ରସ୍ତୁତ ହୋଇ ମହାପ୍ରଭୁଙ୍କ ନିକଟରେ ଭୋଗ କରାଯାଏ। ଏହାକୁ ଉତ୍ତରାୟଣ ଯାତ୍ରା କୁହାଯାଏ। ଦଶମରେ ହେଉଛି ଦୋଳଯାତ୍ରା। ଫାଲ୍ଗୁନ ଶୁକ୍ଳପକ୍ଷ ଦଶମୀ ଦିନ ହୋଇଥାଏ। ଦୋଳଯାତ୍ରା ଏହି ଯାତ୍ରା 7 ଦିନ ଯାଏଁ ଅନୁଷ୍ଠିତ ହୁଏ। ପୂର୍ଣ୍ଣିମା ଦିନ ଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ ଦୋଳ ବିମାନରେ ବିଜେ କରି ଦୋଳବେଦୀରେ ଅଧିଷ୍ଠାନ କରନ୍ତି। ଏହି ଦିନ ଶ୍ରୀମନ୍ଦିରରେ ସୁନାବେଶ ହୋଇଥାଏ। 11ରେ ହେଉଛି ଦମନକ ଯାତ୍ରା। ଚୈତ୍ର ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ଦମନକ ଯାତ୍ରା ବା ଦୟଣା ଲାଗି ଉତ୍ସବ ପାଳନ ହୋଇଥାଏ। ତ୍ରୟୋଦଶୀ ଦିନ ରାମକୃଷ୍ଣଙ୍କୁ ଜଗନ୍ନାଥ ବଲ୍ଲଭକୁ ନିଆଯାଇ ଦମନଙ୍କ ଅଂଶୁର ଭାବେ ଦୟଣା ଗଛକୁ ଶ୍ରୀମନ୍ଦିରରେ ରଖାଯାଏ। ଚତୁର୍ଦ୍ଦଶୀ ଦିନ ମହାପ୍ରଭୁଙ୍କୁ ଲାଗି ହୁଏ। 12ରେ ହେଉଛି ଚନ୍ଦନ ଯାତ୍ରା। ଅକ୍ଷୟ ତୃତୀୟା ତିଥିରେ ଜ୍ୟେଷ୍ଠ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୁଏ। ଏହି ସମୟରେ ମଦନ ମୋହନ ରାମକୃଷ୍ଣ, ଶ୍ରୀଦେବୀ, ଭୂଦେବୀ, ପଞ୍ଚପାଣ୍ଡବଙ୍କ ସହିତ ବିମାନରେ ନରେନ୍ଦ୍ର ପୁଷ୍କରିଣୀକୁ ଯାଇ ପ୍ରତ୍ୟହ ଚାପ ଖେଳନ୍ତି। ଚାପରେ ଶେଷ ଦିନ ଭଉଁରୀ ଉତ୍ସବ ପାଳିତ ହୋଇଥାଏ। ତ ସାଙ୍ଗମାନେ, ଇଏ ହେଉଛି ଆମ ଓଡ଼ିଶାର ମଉଡ଼ମଣି, ଆମ ଭାରତର, ଆମ ଦେଶର ମଉଡ଼ମଣି ପ୍ରଭୁ ଜଗନ୍ନାଥଙ୍କର କିଛି ନୀତି ଥିଲା। ପ୍ରଭୁ ଜଗନ୍ନାଥ ବର୍ଷକ ସାରା ଏହିସବୁ ନୀତିରେ ସେ ପୂଜା ପାଇଥାନ୍ତି, ଏହିସବୁ ବେଶରେ ସେ ପୂଜା ପାଇଥାନ୍ତି। ଇଏ ହେଉଛି ଆମ ପ୍ରଭୁ ଜଗନ୍ନାଥଙ୍କର ଲୀଳାଖେଳା। ଆଶା କରିବି ମୋର এই ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ଯଦି ମୋର এই ଭିଡ଼ିଓଟି ଭଲ ଲାଗିଥିବ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିବା ପାଇଁ ଭୁଲିବେ ନାହିଁ। ଯଦି ଆପଣମାନେ ମୋ ଟକିଂ ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରଥମ ଥର ପାଇଁ ତ ଟକିଂ ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍ରେ କ୍ଲିକ୍ କରିବେ। କାରଣ ଆମ ଚ୍ୟାନେଲରେ ଯେବେ କିଛି ନୂଆ ମୋଟିଭେସନାଲ୍ ଭିଡ଼ିଓ ଛଡ଼ାଯିବ ଆପଣମାନେ ସର୍ବପ୍ରଥମେ ଦେଖିପାରିବେ। ଧନ୍ୟବାଦ ସାଙ୍ଗମାନେ, ଲାଇକ୍ଟିଏ କରିବାକୁ ଭୁଲିବେ ନାହିଁ। ଜୟ ଜଗନ୍ନାଥ, ଜୟ ମା ଶାରଳା, ଜୟ ଶ୍ରୀକୃଷ୍ଣ।